ମୋ ନାଁ ହଉଛି ମୋହନ ଦାସ ବର୍ମା। ଆଉ ଏ ଜମିଦାର ବଂଶରେ ମୋର ଜନ୍ମ। ଜମିଦାର ବଂଶରେ ମୋର ଜନ୍ମ। ଆଉ ଏ ଜମିଦାର ବଂଶରେ ଏ ଜମିଦାର ବଂଶର ପରମ୍ପରା ରକ୍ଷା କରିବାକୁ ବହୁତ ଚେଷ୍ଟା କରୁଛି, କିନ୍ତୁ ଏ ରକ୍ତର ମାନ ସମ୍ମାନକୁ ପାଟିରେ ମିଶାଇ ଦେଇଛି। ଆଜି ଆସୁ ତା କଥା ବୁଝିବାକୁ ପଡିବ। ବାପା ମୁଁ ଟିକେ ବାହାରକୁ ଯାଉଛି, ଫେରିବାକୁ ଟିକେ ଡେରି ହବ। ଆରେ ସେ ବ୍ୟାଗରେ କଣ ନେଇକି ଯାଉଛୁ? ଆରେ ବ୍ୟାଗରେ ନା ନା କିଛି ନାହିଁ, କିଛି କାଗଜ ପତ୍ର ଅଛି। କାହିଁ ଦେଖିବା। ଓହୋ ବାପା ମୁଁ ଟଙ୍କା ତ ନଉଛି ନା କଣ? ହଁ ସେଇଆ ବି ହେଇଥାଇପାରେ। ଆଉ ସେ ବ୍ୟାଗ ଅଧିକ ଯାଏ ତୁ ଏଟାରୁ ଯାଇପାରିବୁନି। ଆରେ ଦେ, ଆରେ ସେ ବ୍ୟାଗ ଦେଖୁଛି। ଆରେ ଦେ, ସେ ବ୍ୟାଗ ଅଧିକ ଯାଏ। ଏତେ ଗୁଡା ଟଙ୍କା ଆରେ ତୁ କୋଉଠୁ ପାଇଲୁ? ଆରେ ଚୁପ ରହିଲୁ କହିଛି। ଆରେ କଣ କହୁଛି? ତୁମ ହଲମାରି ମାଗି ଏଇ ଟଙ୍କା କାଢିଛି। ଶେଷରେ ତୁ ଏତେ ତଳକୁ ଖସିଗଲୁ, ନିଜ ଘରର ହାଲମାରି ମାଗି ଟଙ୍କା ଚୋରିଗଲୁ। ଆରେ କହ କାହିଁକି? ନହେଲେ କଣ କରିଥାନ୍ତି? ତୁମକୁ କହିଲି 5 ଲକ୍ଷ ଟଙ୍କା ଦିଅ, ମୁଁ ଗୋଟେ ବିଜନେସ କରିବି, କିନ୍ତୁ ତମେ ଦେଲନି। ତେଣୁ ମୁଁ ଟଙ୍କା କାଢିବାକୁ ବାଧ୍ୟ ହେଲି। ସଞ୍ଜୟ, ଆରେ ତୁ କି ବିଜନେସ କରୁଛୁ ସେଇଟା ମୁଁ ଭଲ ଭାବରେ ଜାଣିଛି। ଆଉ ସେ ଜାପାନୀ ଲେଙ୍କା ସହିତ ମିଶି ଜିଓ ଚାଲାନ ଆଉ ନିଶା କାରବାର ଏସବୁ ଦେଇ ନମ୍ବର ଧନ୍ଦା କରୁଛ। ସେ ବ୍ୟାଗ ଦିଅ କହୁଛି, କହିଲି ପରା ମୁଁ ଦେବିନି। ନହେଲେ ଜବରଦସ୍ତ ଛଡାଇ ନେବି। ନାଇଁ ଆରେ ମୁଁ ଦିଅ। ଦେବିନି। ବାପା ମୁଁ ଆଉ ଛୋଟ ପିଲା ହେଇନି ଯେ ମତେ ମାରି ଶାସନ କରିବ। ଦରକାର ପଡିଲେ ମୋ ହାତଟା ତମ ଉପରକୁ ଉଠି ଯାଇପାରେ। କେମିତି ମାରୁଛୁ? ହେଲା କଣ କରିଥାନ୍ତି? ଟଙ୍କା ମାଗିଲେ ହାତରେ ମାରୁଛି, ଗୋଟେ ଛାଡ଼ିଦେବେ। ଆଜିକାଲିକା ବାପ ଉପରକୁ ହାତ ଉଠେଇ ମାରିବା ମହାପାପ। ଆଉ ସେମାନଙ୍କୁ ଲାଗିଲେ ଏମିତି ମାଡ଼ ଖାଇବାକୁ ପଡେ। ହରମଜାଦା, ତୋରି ପାଇଁ ମୋ ପୁଅ ଆଜି ମୋ ଉପରକୁ ହାତ ଉଠେଇଲା, ଆଉ ଚାଲି ଆସିଛୁ ସାନ୍ତ୍ୱନା ଦେବାକୁ। ହଁ ମାଉସା, ଏତେ ରାଗୁଛନ୍ତି କାହିଁକି? ତମ ପୁଅ ଗୋଟେ ବଡ ବିଜନେସ କରୁଛି, ଦେଖିବ ସେ ଲକ୍ଷ ଲକ୍ଷ ଟଙ୍କା ଘରକୁ ଆଣିବ। କୋଟିପତି ହେଇଯିବ ମାଉସା, କୋଟିପତି। ଅବେ ହରମଜାଦା, ତୁ ଯେତେ ଶୀଘ୍ର ପାରୁଛୁ ଏଇ ଘରୁ ଚାଲିଯା, ନହେଲେ ମୁଁ ତତେ ଜୀବନ୍ତ ହାଣି ଦେବି। କାହିଁକି ଆସିବନି? ଜାପାନ ଭାଇ ମୋ ବିଜନେସ ପାର୍ଟନର, ସେ ଯେତେବେଳେ ଇଚ୍ଛା ଏ ଘରକୁ ଆସିପାରିବେ। ତମେ କିଛି ବି କହିପାରିବନି, ବୁଝିପାରିଲ? ଚାଲ ଜାପାନ ଭାଇ। ଆସୁଛି ମାଉସା, ନମସ୍କାର। ହେ ନିର୍ମଳା,
ଦେଖ ତମେ ସିନା ପିଲାଟିଏ ଜନ୍ମ ଦେଇ ମୋ କଳକୁ ଦେଇ ହାରପାଲିକୁ ଚାଲିଗଲ, ହେଲେ ଦେଖ ତମ ପୁଅଟା ଆଜି କେମିତି ମଣିଷ ହେଇଯାଇଛି। ଆଉ ସେ ଆଜି ମୋରି ଉପରକୁ ହାତ ଉଠେଇଲା। ହେ ଠାକୁରେ, ତାକୁ ଭଲ ରାସ୍ତାରେ ଫେରେଇ ଆଣ ପ୍ରଭୁ। ହଁ ଫେରେଇ ଆଣ।